ମୁଁ ବିଜୟ କୁମାର ସିହ୍ନା, ମୋ ଘର ସେ କୃଷ୍ଣପୁର କୁଆଁପାଳ। ପତିତପାବନ ବହୁତ ବାନାର୍ଜୀ ଅଛନ୍ତି, ସେ ମୋ ତାଙ୍କରି ଘର ପାଖରେ ମୋ ଘର। କ'ଣ କହିବେ ଆଜି ପତିତପାବନଙ୍କର ଆଜି ପ୍ରଥମ ଶ୍ରଦ୍ଧାଞ୍ଜଳି କ'ଣ ଆପଣ କହିବେ? ପତିତପାବନ ବାନାର୍ଜୀ ଜଣେ ଜଣେ ବ୍ୟକ୍ତି ନଥିଲେ, ସେ ଗୋଟେ ଅନୁଷ୍ଠାନ ଥିଲେ। ଏଇଥିପାଇଁ ତାଙ୍କ ପାଖରେ ସର୍ବଗୁଣ ପରିପୂର୍ଣ୍ଣ ଥିଲା। ଆପଣ ଆଧ୍ୟାତ୍ମିକ ମାର୍ଗ କଥା କୁହନ୍ତୁ, କ୍ରୀଡ଼ା କ୍ଷେତ୍ରରେ କୁହନ୍ତୁ, ଶିକ୍ଷା କ୍ଷେତ୍ରରେ କୁହନ୍ତୁ, ଖେଳକୁଦ କଥା କୁହନ୍ତୁ, ସମାଜ ସଂସ୍କାର କଥା କୁହନ୍ତୁ, ଏବଂ ସର୍ବୋପରେ ସେ ଜଣେ ସୁସମ୍ପନ୍ନ ବ୍ୟକ୍ତି ଥିଲେ। ଏଇଥିପାଇଁ ଯେ ସମସ୍ତଙ୍କ ସୁଖ ଦୁଃଖ, ଏ ଅଞ୍ଚଳର ବିକାଶ, ସମାଜର ବିକାଶ କ୍ଷେତ୍ରରେ ସେ ବହୁତ ଗୁରୁତ୍ୱ ଦେଉଥିଲେ। ସବୁଠୁ ବଡ଼ କଥା, ତାଙ୍କର ବଂଶଜ ଏବଂ ଆମ ଗାଁର କିଛି ଭଦ୍ର ବ୍ୟକ୍ତି, ତାଙ୍କର ଅବଦାନରେ ଆଜି ମାହାଙ୍ଗା ବ୍ଲକ ତିଆରି ହେଇଛି। ଏବଂ ଆଉ କିଛି ଭଦ୍ର ବ୍ୟକ୍ତିଙ୍କର ଜମି ଅନୁଦାନରେ ଏବଂ ଆମମାନଙ୍କର ଜମି ଅବଦାନରେ ମାହାଙ୍ଗାରେ ଶ୍ରୀକୃଷ୍ଣପୁର ଗ୍ରାମରେ ଗୋଟେ ମେଡିକାଲ ମଧ୍ୟ ପ୍ରତିଷ୍ଠା ହୋଇପାରିଛି, ଯେଉଁଥିରେ କି ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ପତିତପାବନ ବାନାର୍ଜୀ ଏବଂ ଅରବିନ୍ଦ ରାୟ। ଦୁଇ ଜଣଙ୍କର ପ୍ରଚେଷ୍ଟା ସାମାଜିକ କ୍ଷେତ୍ରରେ ତାଙ୍କର ଏସବୁ ଯେଉଁ କାର୍ଯ୍ୟକ୍ରମ ରହିଛି, ଏ କାର୍ଯ୍ୟକ୍ରମକୁ ନେଇ ତାଙ୍କର ଆଜିର ଏଇ ଯେଉଁ ସଭା ହେଉଛି, ସେଥିରେ ପରିପ୍ରକାଶ ହେଉଛି ଯେ ସେ କିଭଳି ଜଣେ ବ୍ୟକ୍ତିତ୍ୱ ଥିଲେ। ଗାଁର ବିକାଶ କ୍ଷେତ୍ରରେ ପୁରାତନ ସ୍ମୃତି, ପୁରାତନ ମନ୍ଦିର, ସଂସ୍କୃତି ଏସବୁକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କର ପ୍ରଚେଷ୍ଟା ବହୁତ ଥିଲା। ତାଙ୍କର ଅବଦାନ ଯୋଗୁଁ ଆମର ଗୋଟେ ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା କରିପାରିଛନ୍ତି। ଏଇ ମନ୍ଦିର ତାଙ୍କର ଶେଷ କାର୍ଯ୍ୟକ୍ରମ ଥିଲା। ମନ୍ଦିର ପ୍ରତିଷ୍ଠା ହେଇସାରିଲା ପରେ ତାଙ୍କର ଯେଉଁ ଶେଷ ଇଚ୍ଛା ଥିଲା ତାହା ବି ପୂର୍ଣ୍ଣ ହୋଇଥିଲା। ସମସ୍ତଙ୍କୁ ଯିବା ପୂର୍ବରୁ ସେ ଯେମିତି ଜାଣିଥିଲେ, ଅନୁଭବ କରିପାରୁଥିଲେ ଯେ ଆଉ କିଛି ଦିନ ପରେ ହୁଏତ ତାଙ୍କର ଦେହାନ୍ତ ହେଇଯିବ। ସେଥିପାଇଁ ସେ ପ୍ରାୟ ଗ୍ରାମର ଯେଉଁମାନେ ଉଦ୍ୟକ୍ତ ବ୍ୟକ୍ତି ଅଛନ୍ତି। ଦୀପକ କୁମାର ମହାନ୍ତି, ସାଲେପୁର ବାର ଶେଷ। କ'ଣ ସାର୍ କହିବେ ଆଜି ଯେଉଁ ପତିତପାବନଙ୍କର ବାର୍ଷିକ ଉତ୍ସବ ଆଜି ହେଉଛି, ଏନେ କ'ଣ କହିବେ ଆପଣ? ପତିତପାବନ ବାନାର୍ଜୀ ହେଉଛନ୍ତି ଆମ ଅଞ୍ଚଳର ଉଜ୍ଜ୍ୱଳତମ ନକ୍ଷତ୍ର। ତାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ। କେବଳ ସେ ଅଞ୍ଚଳର ନୁହଁ, ଏ ଅଞ୍ଚଳ ବିକାଶ ପାଇଁ, ସାହିତ୍ୟ ସଂସ୍କୃତିର ବିକାଶ ପାଇଁ, ଏ ଅଞ୍ଚଳ ବିକାଶ ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଇଥିଲେ ଏବଂ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସେ ନିଜକୁ ଭାଗ ନେଉଥିଲେ। ଚଣ୍ଡୀପାଠ ଠାରୁ ଜୋତା ସିଲେଇ ପର୍ଯ୍ୟନ୍ତ ସେ ସବୁ କାର୍ଯ୍ୟରେ ସେ ଧୁରନ୍ଧର ଥିଲେ। ବିଶେଷ ଭାବରେ ଏ ଅଞ୍ଚଳ ବିକାଶ କରିବା ପାଇଁ ଯେତେବେଳେ ମାହାଙ୍ଗାରେ ଗୋଟେ ହସ୍ପିଟାଲ ହେଇଥିଲା ବିରଜାଙ୍କ ସମୟରେ, ଏବଂ ଆମର ପ୍ରିୟ ନେତା ଯିଏ ଥିଲେ ପୂର୍ବତନ ମନ୍ତ୍ରୀ ଶେଖ ମତଲୁଙ୍କର ପ୍ରଚେଷ୍ଟାରେ କୁଆଁପାଳରେ ଗୋଟିଏ ହସ୍ପିଟାଲ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ଏବଂ ସାର୍ କହିଥିଲେ, ମତଲବ ସାର୍ କହିଥିଲେ ପତିତପାବନ ବାନାର୍ଜୀଙ୍କୁ, ଆପଣ କୁଆଁପାଳ ଗୋଟେ ମେଡ଼ିକାଲ କର। ତେଣୁ ଯୁଗଳ ଦତ୍ତଙ୍କର ଝିଅ। ସାର୍ ଆପଣଙ୍କ ପରିଚୟ? ମୁଁ ଜିତେନ୍ଦ୍ର କୁମାର ରାଉତରାୟ, ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବର ସଭାପତି। ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଆଧ୍ୟାତ୍ମିକତା ତଥା ସାଂସ୍କୃତିକ ପତ୍ରିକା ସତ୍ୟଂ ଶିବମ୍ ସୁନ୍ଦରର ଏଡିଟର ଏବଂ କ୍ୟାପିଟାଲ ଫ୍ରେଣ୍ଡସ୍ ଆଶ୍ରମ ଚେୟାରମ୍ୟାନ୍। ସାର୍ କ'ଣ କହିବେ ଆଜି ପତିତପାବନଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧବାର୍ଷିକୀ, ନେଇ କ'ଣ ଆପଣ କହିବେ? ଯଶସ୍ୱୀ ପୁରୁଷ ପତିତପା ବାନାର୍ଜୀଙ୍କର ଆଜି ପ୍ରଥମ ଶ୍ରାଦ୍ଧ ଉତ୍ସବ ପୁଣ୍ୟତିଥି।
ଚାହୁଁ ଚାହୁଁ ବର୍ଷେ ହୋଇଗଲା। ତାଙ୍କର ଯଶ କୀର୍ତ୍ତି ନିଶ୍ଚୟ ଅମର ରହିବ। ଆମ ମାହାଙ୍ଗା ଅଞ୍ଚଳର ସେ ଥିଲେ ବରପୁତ୍ର। 5ଟା ସବଜେକ୍ଟରେ ସେ ପିଜି କରିଛନ୍ତି। ସଂସ୍କୃତ ସାହିତ୍ୟର ମହାପଣ୍ଡିତ। NC କଲେଜର ସେ ପ୍ରାକ୍ତନ ପ୍ରିନ୍ସିପାଲ ଥିଲେ। ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ଜ୍ଞାନ ଥିଲା। ବହୁତ ପୁସ୍ତକ ରଚନା କରି ଓଡ଼ିଆ ଏବଂ ସଂସ୍କୃତ ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଯାଇଛନ୍ତି। ମାହାଙ୍ଗା ଅଞ୍ଚଳରେ ଆମର ଶ୍ରୀକୃଷ୍ଣପୁର ଯେଉଁ ମେଡ଼ିକାଲ ହୋଇଛି ପ୍ରାଥମିକ ଚିକିତ୍ସାଳୟ, ତା ସହିତ